हाँ। अरे यार पता है तुझे क्या? एक माइट कुड़ी थी वहां पर। भाई रूपक, तेरा स्टैंडर्ड इतने नीचे गिर गया तू लास्ट में ये सब कर रहा है? अरे उस बॉडी के बारे में नहीं बता रहा हूँ, उसके पास टॉप हीरोइन है। क्या बात है, हीरोइन? अच्छा, इससे एक चीज याद आई मुझे। रूपक, अरे भाई आपका भाषा रे कोची। अरे भाई रूपक, मैं कब से सोच रहा था एक फिल्म में तुझे डायरेक्ट करूं। सीरियसली? या क्या रोल है हीरो का? सुन ना, एक लड़की है, तुझे उसे प्रपोज करना है। ये बात है, ये तो मेरे बाएं आदमी का हाल है। चल चमेली। यार चमेली लड़की देखी बस। ये लड़की है तो हाँ। मुझे डाउट हो रहा है यार। अरे सबसे नहीं है, देखो सिर्फ इसको पटाना है। ये बात है, पटाना है ना? इसमें अगर तूने पटा दिया तो तेरा बहुत पक्का है। पटाना है तो बस। पटा के क्या कहते हो दोस्तों, इसे पटाना है। ठीक है दोस्तों, देखते हैं सिद्धेश का क्या कहता है। क्या कहता है सिद्धेश? शुरू कर। ठीक है? हाँ। तू कह पछे मते डहराटा, तू कह पछे मते बेहाटा, तू कह पछे मते अला दुकाटा, तथापि कहूची प्रिया भल पाइबी तते, भल पाइबी तते, भल पाइबी तते। एला मते कनवास दियोटे। चलिए यार। अरे यार वो मेरी स्टैंडर्ड की नहीं। भाई ये चीज सब लूजर बोलते हैं यार। तुझे जानना है मेरा स्टैंडर्ड क्या है? हाँ। क्या कहते हो दोस्तों? लव यू। ये देख स्टैंडर्ड है मेरे। भाई इतना स्टैंडर्ड मत दिखा, लोग परेशान हो रहे यार। नेक्स्ट शो का क्या बोल? एक शो मैं सोच रहा हूँ, वो जो बूढ़ी था ना वहां पर, उसके साथ जो हीरोइन, उन्हें बुलाते हैं, क्या करते हैं देखते हैं। चलो ठीक है फिर। ठीक है गाइस, लेट्स वेलकम द न्यू Next drama. ड्रामा।
ଦିଅ ନହେଲେ ଏଡି ଗୁଡ କଉଣି କି ଯେତେବେଳେ ବହିଯିବ ଆଣିବ। ହଁ ଦକ୍ଷିଣାଟା ମା ହଉ ନା ହଉ
ଅଛି ବାବୁ ମତେ ଟିକେ ଖୋଲିକି କୁହନ୍ତୁ କଣ ମାନେ ତମେ ଜାଣିଛ ତମେ ହଉଛ ମୋ ଅଫିସର ଜଣେ ସାଧାରଣ କ୍ଲର୍କ ତମେ ଜାଣିଛ ମୋ ସୋସାଇଟିରେ କଣ ଷ୍ଟାଟସ୍ ରେପୁଟେସନ କଣ ତଥାପି ତମେ ଏତେ ବଡ଼ ଭୁଲ କରିବାକୁ ସାହସ କଲେ କେମିତି ବାବୁ ମତେ ଟିକେ କଣ କୁହନ୍ତୁ କିଛି ବୁଝିପାରୁନି ବାବୁ ବୁଝିପାରୁନ ଜାଣିଛ ତମ ଝିଅ ମୋ ପୁଅ ଦୀପୁକୁ ଭଲ ପାଇ ବସିଛି ବାବୁ ଏମିତି ହୋଇପାରେ ନା ବାବୁ ହଁ ଏ ସତ ତମକୁ ସତର୍କ କରିଦଉଛି ଯଥା ସମ୍ଭବ ତମ ଝିଅକୁ ବୁଝାଇ ଦିଅ ସେ ଯେମିତି ଆଉ ତାର ମୋ ପୁଅ ସହିତ କୌଣସି ସମ୍ପର୍କ ନ ରଖେ ତା ନହେଲେ ବାବୁ ହଉ ବାବୁ ମୁଁ ବୁଝେଇଦେବି ବାବୁ ଯଦି ଭୁଲ ହେଇଥିବ ତାହେଲେ ଆଉ ଏମିତି ଭୁଲ କେବେ ବି ହବ ନାହିଁ ବାବୁ କହିଲେ ଗୋବରା ମୁଣ୍ଡରେ ପଛରେ ତ ନହେଲେ ତ ସେ ଯୋଉ ମୁଣ୍ଡୁଳା ଚାଲର ଚାକିରି ମୁଣ୍ଡୁଳା ବୁଲେଇ ଦବୁ ଯା ଯା ବୁଝେଇ ଦବୁ ତ ଝିଅକୁ ନମସ୍କାର ହଉ ଏବେ ଯାଅ ତ। କଣ ଦିନ ତା କଥା ତ ବୁଝିଲୁ ଏଥରେ ଦୀପୁକୁ ବି ଟିକେ ବୁଝାଇ ଦେ ସେ କୈବର୍ତ୍ତର ଝିଅ ମୋ ଏରୁଟି କଥା ମାଣ୍ଡିବ ନାହିଁ ଆଉ ତୁ କଣ କହୁଛୁ କହ ନହେଲେ ମୋର ସନ୍ଧ୍ୟା ଭୋଜନ ସମୟ ହେଇଗଲାଣି ହଉ ହଉ ଯା ଏ ବୋହୂ ପ୍ରାର୍ଥନା କେନ୍ଦ୍ର ଟିକେ ଲଗେଇଦେଲୁ ମୁଁ ସନ୍ଧ୍ୟା ଭୋଜନ ଟିକେ ଶୁଣିବି ହେ ରାମ ଜାଣେ ପ୍ରସ୍ତାବ ଆଣିଛୁ ଟିକେ ଦେଖେଇଲୁ ଫଟୋ ଗୁଡ଼ା ଟିକେ ଦେଖେ ଯାହା ହଉଛି ହଉ ସେ ବାମୁଣ ହେଇଥିବା ଦରକାର ବଡ଼ ମା ତମେ କହିଥିବା ଅନୁଯାୟୀ ମୁଁ କିଛି ପ୍ରସ୍ତାବ ନେଇକି ଆସିଛି ଏଇ ଦେଖ ଇଏ ହେଉଛି ବ୍ରାହ୍ମଣ ଘର ଝିଅ ମାତ୍ର ମେଟ୍ରିକ ଫେଲ୍ ଛୁଆ ଛୁଆଟା ପାଠ କଣ ପଢିବ ବାମୁଣ ହେଇକି ସେତିକି ଯଥେଷ୍ଟ ରୋଷେଇ ବାସ ଶିଖିଥିବା ଦରକାର ଆଉ ଇଏ ହେଉଛି ବିଏ ପାସ୍ କରିଛି ବିଏ ହଉ କି MA ହଉ କି ଯାହା ହଉଛି କିନ୍ତୁ ରୋଷେଇଟା ଜାଣିନାହିଁ ସିଏ ଆମ ଇଶାଣଶାଳରେ ପଶି ପାରିବ ନାହିଁ ଏଇଠି ଶୁଣନା ନା ଝିଅକୁ ମେକଅପ୍ ଜଣା ଅଛି ଟି ହଁ ବୋଉ ମା ମେକଅପ୍ ଫୁଲ ବବାକୁ ଜାଣିଛି ଏ କିଏ ଗୋଟେ କବାଟ ବାଡଉଛି ଦେଖିଲୁ ଭାଙ୍ଗି ଦବ ଘରଟାକୁ ଯା ଯା ଟିକେ ଦେଖ ହଁ ମା ହଁ ଦେଖ ଇଏ ବି ଗୋଟେ ଝିଅ କିନ୍ତୁ ଚାଷ ଜାଣିଛି କିନ୍ତୁ ପାଠ ପଢିନି ହଳ କରିବ ଚାଲ ଆଉ କିଏ କିରେ ଏଇଠି ବଡ଼ ମା ମୁଁ ଯୋଉ କହୁନଥିଲି ସେଇ ଝିଅ ସେଇ ଝିଅ କଣ କହିଲୁ କଇରା ଦୀପୁ ସବୁ ସାରିଦେଲୁ ଏ କୈବର୍ତ୍ତର ଝିଅଟାକୁ ଶେଷରେ ମୋ ଘରକୁ ନେଇ ଆସିଲୁ ଏ ବୁଢ଼ୀ ବାହାଟା ପ୍ରତି ତୋର ଟିକେ ଦରଦ ହେଲାନି ଛି 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 ମୁଁ ଆଉ ଏ ଘରେ ରହିବିନି ଛି ଛି ଜେଜେମା ତମକୁ ଟିକେ ଖରାପ ଲାଗୁନି ତମେ କାହା କଣ କହୁଛ ତମେ ଜାଣିପାରୁଛ ମୁଁ ଏବେ ଆକୁ ମ୍ୟାରେଜ କରିକି ଆଣିଛି ବୁଝିଲ ଆଉ ତମେ ମତେ ତମେ କିଏ तू गैरेज बना की एरेज कर तू शेषरे से कୈବର୍ତ୍ତର ଝିଅ କାଇଁ ଆଣିଲୁ ଏଇ ସୋନାଟା ତମ ମୁଣ୍ଡ ଖାଇଥିଲା ଏଇ ସୋନା ହେ ଉଠିଲ ଉଠ ମର୍ଯ୍ୟାଦା ସବୁ ଛି ଛି ହଉ ହଉ କହିଲି ପରା ଯାଅ ଛି 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 ଦୀପୁ ତୁ ଆମ ବଂଶର ମାନ ମର୍ଯ୍ୟାଦା ଭୁଲି ଯାଉଛୁ ତୁ ଭଲ ଭାବରେ ଜାଣିଛୁ ଯେ ଆମ ସୋସାଇଟିରେ ଷ୍ଟାଟସ୍ କଣ ଚାକିରି କଣ ସବୁ ବୁଝି ସାରିଲା ପରେ ବି ତୁ ମୋ ଅଫିସର ତଳ ସ୍ତରର ଜଣେ କର୍ମଚାରୀ ଝିଅକୁ ଭଲ ପାଇ କେମିତି ବାହାରୁ ବାଃ 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 ଆପଣଙ୍କର ମାନ ଆପଣ ଏତେ ଏଜୁକେଟେଡ୍ ହୋଇବି ଆପଣ ଏତେ ଏଜୁକେଟେଡ୍ ହୋଇବି ଶେଷରେ ଜାତି ଅଜାତି ଉଚ୍ଚ ନିଚ ଭେଦଭାବକୁ ନେଇ ବଞ୍ଚିବା ଶିଖୁଛ ବାଃ ବାଃ
ତମ ଅଫିସର ଜଣେ ସାଧାରଣ କ୍ଲର୍କ ପରି କହୁଛ। ଯେତେବେଳେ ତମେ ଆକ୍ସିଡେଣ୍ଟରେ ହସ୍ପିଟାଲରେ ପଡ଼ିଥିଲ ସେତେବେଳେ ଏଇ ସାଧାରଣ କ୍ଲର୍କ ତମକୁ ରକ୍ତ ଦେଇ ବଞ୍ଚିବାର ନୂଆ ଆଶା ଦେଇଥିଲା। ପୁରା ଗୀତା ଜ୍ଞାନ ଦେଲା ଆଉ। ବୁଝିଲ ବାପା, ତମର ସେ କଥା ମନେ ପଡ଼ିବ କାହିଁକି ନା ତମେ ବୁଝିବ କେମିତି ମଣିଷର ସମ୍ପର୍କ। ବୁଝିଲ, ତତେ କହିଲି ଚୁପ୍ ରହିବା ପାଇଁ, ଚୁପ୍ ରହ। ଆଉ ସବୁଠୁ ବଡ଼ କଥା ହେଲା ଆମେ ଆଜି ଏତେ ଶିକ୍ଷିତ ହୋଇବି ଆମ ମନରେ ସେଇ ଜାତି ଅଜାତି ଉଚ୍ଚ ନିଚ ଏସବୁ ଭାବନା କ'ଣ ଆମମାନଙ୍କୁ ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ସାହାଯ୍ୟ କରୁଛି? ନା, କେବେ ବି ନୁହେଁ। ଆମେମାନେ ଏ ସମାଜରେ ଜନ୍ମ ହେଇଛୁ, କିନ୍ତୁ ପ୍ରତିଟି ମଣିଷକୁ ମପା ଯାଉଛି ଅଲଗା ଅଲଗା ତରାଜୁରେ। କହିପାରିବେ ଆପଣମାନେ? କହିପାରିବେ ଯେତେବେଳେ ଏ ମଣିଷ ସଭ୍ୟତା ଆରମ୍ଭ ହେବା ପୂର୍ବରୁ ଆମେମାନେ ଗୋଟିଏ ମାଙ୍କଡ଼ ଅବସ୍ଥାରେ ଥିଲୁ? କହିପାରିବେ? ଏ ପ୍ରଶ୍ନର ଉତ୍ତର ଦେଇପାରିବେ ସେମାନଙ୍କ ମଧ୍ୟରୁ କୋଉ ମାଙ୍କଡ଼ ହିନ୍ଦୁ, କୋଉ ମାଙ୍କଡ଼ ଖ୍ରୀଷ୍ଟିଆନ, କୋଉ ମାଙ୍କଡ଼ ମୁସଲମାନ? ଆଉ ତା ଭିତରୁ ପୁଣି କୋଉ ମାଙ୍କଡ଼ ବ୍ରାହ୍ମଣ, କୋଉ ମାଙ୍କଡ଼ କ୍ଷତ୍ରିୟ, ଏମିତି ଅନେକ ସବୁ। ଦେଇପାରିବେ ପ୍ରଶ୍ନର ଉତ୍ତର? କେବେ ବି ନୁହଁ। ତାର କାରଣ ହେଉଛି ଆମେ ନିଜେ ହିଁ ଏଥିପାଇଁ ଦାୟୀ। ଆମେ ହିଁ ନିଜେ ତିଆରି କରୁଛୁ ଏ ଜାତି ପ୍ରଥାକୁ। ଏ ସମାଜରେ ଏ ଦୁନିଆରେ ଗୋଟିଏ ଉଦ୍ଦେଶ୍ୟ ହଉ, ଗୋଟିଏ ଲକ୍ଷ୍ୟ ହଉ, ଗୋଟିଏ ସ୍ୱପ୍ନ ହଉ, ମଣିଷ ଜାତି। ତୁ ଠିକ କହିଛୁ ଦୀପୁ, ତୁ ଠିକ କହିଛୁ। ତୁ ଆଜି ମୋ ଆଖି